أشهد أن لا إله إلا الله وحده لا شريك له وأشهد أن محمدا عبده ورسوله أما بعد فأعوذ بالله من الشيطان الرجيم بسم الله الرحمن الرحيم الحمد لله رب العالمين الرحمن الرحيم مالك يوم الدين إياك نعبد وإياك نستعين اهدنا الصراط المستقيم صراط الذين أنعمت عليهم غير المغضوب عليهم ولا الضالين. ସମସ୍ତ ଅବତାରମାନେ ସଂସାରରେ ଏକସ୍ୱରବାଦ ସ୍ଥାପନ କରିବା ନିମନ୍ତେ ଆସିଥିଲେ ଏବଂ ସେମାନେ ନିଜ ଜାତି ଓ ସମ୍ପ୍ରଦାୟକୁ ଏହି ଶିକ୍ଷା ଓ ତାଲିମ ପ୍ରଦାନ କରିଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ସଂଖ୍ୟାଗରିଷ୍ଠ ଲୋକମାନେ ସେହି ଶିକ୍ଷାକୁ ପରିତ୍ୟାଗ କରିଦେଲେ। ଦେଖ, ଆମ ପ୍ରିୟ ମୁନିବ ହଜରତ ମହମ୍ମଦ ମୁସ୍ତଫା ସല്ലଲ୍ଲାହୁ ଆଲୈହି ወସଲ୍ଲମ ମଧ୍ୟ ଏହି ସନ୍ଦେଶ ନେଇ ଆସିଥିଲେ। ସେହି କାର୍ଯ୍ୟକୁ ଜାରି ରଖିବା ନିମନ୍ତେ ଓ ସେହି ଏକସ୍ୱରବାଦର ଆତ୍ମାକୁ ନିଜର ଅନୁଗାମୀମାନଙ୍କ ଠାରେ ଜାରି କରିବା ନିମନ୍ତେ ହୁଜୁରଙ୍କର ଆବିର୍ଭାବ ହୋଇଥିଲା ଏବଂ ଏଥି ସଂକ୍ରାନ୍ତରେ ଯେଉଁ ମର୍ଯ୍ୟାଦା ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लमଙ୍କର ରହିଛି ତାହା ଅନ୍ୟ କୌଣସି ଅବତାରମାନଙ୍କର ନାହିଁ। ଯଦିଓ ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम ଏକସ୍ୱରବାଦ ସ୍ୱୀକାର କରିବା ନିମନ୍ତେ ଲୋକମାନଙ୍କୁ ଅନୁପ୍ରାଣିତ କରୁଥିଲେ, କିନ୍ତୁ ତାହା ଆଲ୍ଲାହ ତାଆଲାଙ୍କ ଠାରୁ ଜ୍ଞାନ ପ୍ରାପ୍ତ କରିବା ପରେ ହୁଜୁର ଲୋକମାନଙ୍କୁ ପ୍ରଦାନ କରୁଥିଲେ। ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम ଶିର୍କ ବିପକ୍ଷରେ ଯେଉଁ ସଂଗ୍ରାମ ଜାରି କରିଥିଲେ ତାହା ବିନା ପ୍ରମାଣରେ ନୁହେଁ, ବରଂ ଶିର୍କର ଅପକାରିତା ସମ୍ପର୍କରେ ଲୋକମାନଙ୍କୁ ବୁଝାଉଥିଲେ, ଅବଗତ କରାଉଥିଲେ। ଏହା ଏଥିପାଇଁ ଥିଲା ଯେ ଆଲ୍ଲାହ ତାଆଲା ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लमଙ୍କ ଉପରେ ଯେଉଁ ଶିକ୍ଷା ଅବତୀର୍ଣ୍ଣ କରିଥିଲେ ତାହା ଏପରି ସାମଗ୍ରିକ ଓ ପ୍ରଭାବଶାଳୀ ଥିଲା ଯେ ଏଥି ସଂକ୍ରାନ୍ତରେ ପ୍ରଶ୍ନ ଉତ୍ଥାପିତ ହୋଇପାରିବ ନାହିଁ ଯେ କେହି ଏହାର ଅର୍ଥାତ୍ କୁରାନର ଗହର ତତ୍ତ୍ୱକୁ ବୁଝିପାରିବ ଓ ପୁନଶ୍ଚ ତହିଁରୁ ଦୂରେଇ ପାରିବ ନାହିଁ। ଶିର୍କ ପ୍ରତି ଘୃଣା ତଥା ବିତୃଷ୍ଣା ଭାବ ଜାଗ୍ରତ କରିବା ପାଇଁ ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम ଅହରହ ପ୍ରୟାସ କରିଥିଲେ। ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लमଙ୍କ ଶିକ୍ଷା ଯଦ୍ୱାରା ମହାଭାଗଙ୍କ ଅନୁଚରଙ୍କ ଉପରେ ପ୍ରଭାବ ବିସ୍ତାର କରିଥିଲା, ଏଥିସକାଶେ ପ୍ରଭାବଶାଳୀ ଥିଲା ଯେ ସ୍ୱୟଂ ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लमଙ୍କ ଆଚରଣ ଉଚ୍ଚାରଣ ତାହାର ପ୍ରତ୍ୟକ୍ଷ ସାକ୍ଷୀ ଥିଲା। ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम ଏଥିପ୍ରତି ଚିନ୍ତିତ ଥିଲେ ଯେ ଯେପରି ଅନ୍ୟ ଧର୍ମାବଲମ୍ବୀମାନେ ନିଜ ଅବତାରମାନଙ୍କ ସମାଧିକୁ ସଜଦାର ସ୍ଥାନ କରି ନେଇଛନ୍ତି, ସେପରି ମୁସଲମାନ ସମ୍ପ୍ରଦାୟରେ ଏହି ପ୍ରଥା, ଏହି ଅପବିତ୍ରତା ଓ ଭୟଙ୍କର ପାପ ଜନ୍ମ ଲାଭ କରି ନ ନେଉ। ପବିତ୍ର କୁରାନରେ ବାରମ୍ବାର ବିଭିନ୍ନ ଦିଗରୁ ଆମମାନଙ୍କୁ ଏକସ୍ୱରବାଦର ଶିକ୍ଷା ଦିଆଯାଇଛି। ଯେପରିକି ଆଲ୍ଲାହ ତାଆଲା ସୂରା ଅମ୍ବିୟାରେ କୁହନ୍ତି, وَمَا أَرْسَلْنَا مِن قَبْلِكَ مِن رَّسُولٍ إِلَّا نُوحِي إِلَيْهِ أَنَّهُ لَا إِلَٰهَ إِلَّا أَنَا فَاعْبُدُونِ। ଅର୍ଥାତ୍ ଆମ୍ଭେ ତୁମ୍ଭ ପୂର୍ବରୁ ଯେତେ ରସୂଲ ପ୍ରେରଣ କରିଅଛୁ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କୁ ଆମ୍ଭେ ଏହି ଦୈବୀବାଣୀ କରିଥିଲୁ ଯେ ବାସ୍ତବରେ ଆମ୍ଭେ ହିଁ ଏକମାତ୍ର ଉପାସ୍ୟ, ସୁତରାଂ ତୁମ୍ଭେମାନେ ଆମ୍ଭର ହିଁ ଉପାସନା କର। ପୁନଶ୍ଚ ଉପାସନାର ଯେଉଁ ଶୈଳୀ ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम ଶିଖାଇଥିଲେ ଓ ଯେଭଳି ଭାବରେ ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम ଏକସ୍ୱରବାଦର ମର୍ଯ୍ୟାଦା ସମ୍ପାଦନ କରି ଉପାସନା କରିଥିଲେ, ଅନ୍ୟ କୌଣସି ଧର୍ମରେ ତାହା ଦେଖିବାକୁ ମିଳୁନାହିଁ।
ପୁନଶ୍ଚ ଆଲ୍ଲାହ ତାଲା ପବିତ୍ର କୁରାନରେ କୁହନ୍ତି, କୁଲ୍ ଇନ୍ନି ଉମିର୍ତୁ ଆନା ଆବୁଦଲ୍ଲାହା ମୁଖ୍ଲିସନ୍ ଲହୁଦ୍ଦିନ୍, ଅର୍ଥାତ୍ ତୁମ୍ଭେ କୁହ, ଆମ୍ଭଙ୍କୁ ଆଦେଶ ଦିଆଯାଇଛି ଯେ ଧର୍ମରେ ଅକୃତ୍ରିମ ନିଷ୍ଠା ରଖି ଅଲ୍ଲାହଙ୍କ ଉପାସନା କର। ଅତଏବ ଯେତେବେଳେ ଜଣେ ପ୍ରକୃତ ମୁସଲମାନ ବ୍ୟକ୍ତି ଏହାକୁ ପାଠ କରିବ, ତେବେ ସେ ମଧ୍ୟ ଏହି ଘୋଷଣା କରିବ ଯେ ମୁଁ ନିଷ୍ଠାପର ଭାବରେ ଆଲ୍ଲାହ ତାଲାଙ୍କର ଉପାସନା କରିବି, ନିଷ୍ଠାପୂର୍ଣ୍ଣ ତଥା ଏକସ୍ୱରବାଦ ସ୍ଥାପନ କରିବା ନିମନ୍ତେ ଉଦ୍ୟମ କରିବି ଓ ମୁଁ ସେହି ଆଦର୍ଶ ଉପରେ ପରିଚାଳିତ ହେବି ଯେଉଁ ଆଦର୍ଶ ହୁଜୁର ସല്ലଲ୍ଲାହୁ ଆଲୈହି ವಸಲ್ಲಂ ସ୍ଥାପନ କରି ଯାଇଛନ୍ତି ଓ ଯେଉଁ ଆଦେଶ ପବିତ୍ର କୁରାନ ଆମକୁ ଦେଇଛି। ଯଦି ଆମେମାନେ ନିଷ୍ଠାପର ଏକସ୍ୱରବାଦ ସ୍ଥାପନ ନିମନ୍ତେ ନିଜର ଉପାସନାକୁ ଊର୍ଦ୍ଧ୍ୱଗାମୀ କରିବା, ତେବେ ଆମେମାନେ ଏକ ବିପ୍ଳବ ଆଣିପାରିବା। ସେହିପରି ସେତେବେଳେ ଯାଇ ଆମେମାନେ ପ୍ରକୃତ ଏକସ୍ୱରବାଦୀ ବିବେଚିତ ହୋଇପାରିବା। ଆଲ୍ଲାହ ତାଆଲା ପବିତ୍ର କୁରାନରେ କୁହନ୍ତି, ୱାବୁଦୁଲ୍ଲାହା ୱଲା ତୁଶ୍ରିକୁ ବିହି ଶୈଆ, ଅର୍ଥାତ୍ ତୁମେମାନେ ଆଲ୍ଲାହ ତାଆଲାଙ୍କର ଉପାସନା କର ଓ ତାହାଙ୍କ ସହିତ ଅନ୍ୟ କୌଣସି ବସ୍ତୁକୁ ସମକକ୍ଷ କର ନାହିଁ। ସେହିପରି ଅନ୍ୟ ଏକ ସ୍ଥାନରେ କୁହନ୍ତି, ୱା ଇଲାହୁକୁମ୍ ଇଲାହୁଁ ୱାହିଦୁନ୍ ଲା ଇଲାହା ଇଲ୍ଲା ହୁୱାର୍ ରହମାନୁର୍ ରହିମ୍, ଅର୍ଥାତ୍ ତୁମମାନଙ୍କ ଉପାସ୍ୟ ଅଲ୍ଲାହ ହିଁ ଏକମାତ୍ର ଉପାସ୍ୟ, ତାହାଙ୍କ ବ୍ୟତୀତ ଅନ୍ୟ କେହି ଉପାସ୍ୟ ନାହିଁ। ସେ ଅଶେଷ ଦୟାବାନ ଓ ସଦା କରୁଣାମୟ। ପବିତ୍ର କୁରାନର ଶେଷରେ ଆଲ୍ଲାହ ତାଆଲା ଏକସ୍ୱରବାଦର ସ୍ଥାପନ କରି ଘୋଷଣା କରନ୍ତି, କୁଲ୍ ହୁୱଲ୍ଲାହୁ ଆହାଦ୍ ଆଲ୍ଲାହୁସ୍ ସମଦ୍ ଲମ୍ ୟଲିଦ୍ ୱଲମ୍ ୟୁଲଦ୍ ୱଲମ୍ ୟକୁଲ୍ଲହୁ କୁଫୁୱନ୍ ଆହାଦ୍, ଅର୍ଥାତ୍ ଆମ୍ଭେ ପ୍ରତ୍ୟେକ ଯୁଗର ମୁସଲମାନମାନଙ୍କୁ ଆଦେଶ ଦେଇଛୁ ଯେ ତୁମେ ଅନ୍ୟ ଲୋକମାନଙ୍କୁ କହିଦିଅ ଯେ ସେ ହିଁ ଅଲ୍ଲାହ ଯେ କି ଅଦ୍ୱିତୀୟ, ସେ ହିଁ ଅଲ୍ଲାହ ଯାହାଙ୍କ ଉପରେ ସମସ୍ତେ ନିର୍ଭରଶୀଳ, ସେ କାହାରି ଉପରେ ନିର୍ଭରଶୀଳ ନୁହନ୍ତି, ସେ କାହାକୁ ପ୍ରସବ କରିନାହାନ୍ତି କି ତାଙ୍କୁ ପ୍ରସବ କରାଯାଇ ନାହିଁ। ଗୁଣବାନ ଗୁଣାବଳୀ ଦୃଷ୍ଟିରୁ କେହି ତାହାଙ୍କର ସମକକ୍ଷ ନୁହନ୍ତି। ପରାକ୍ରମୀ ଆଲ୍ଲାହ ତାଆଲା ଏଠାରେ ପ୍ରତ୍ୟେକ ପ୍ରକାର ଶିର୍କର ଖଣ୍ଡନ କରିଦେଇଛନ୍ତି। ହୁଜୁର ସല്ലଲ୍ଲାହୁ ଆଲୈହି ವಸಲ್ಲಂ କହିଲେ, ସେ ସଂସାରରେ ଏହି ଘୋଷଣା କରିଦିଅନ୍ତୁ। ଅତଏବ ଯେତେବେଳେ ହୁଜୁର ସല്ലଲ୍ଲାହୁ ଆଲୈହି ವಸಲ್ಲಂ ଆଜ୍ଞାବହତ୍ୱ ପ୍ରଦର୍ଶନକାରୀମାନେ ମଧ୍ୟ ଏହାକୁ ପାଠ କଲେ, ସେତେବେଳେ ଆମମାନଙ୍କର ମଧ୍ୟ ଏହି କର୍ତ୍ତବ୍ୟ ରହିଛି ଯେ ସେହି ପ୍ରକୃତ ଏକସ୍ୱରବାଦର ଘୋଷଣା କରିବା। ଏହି ପ୍ରସଙ୍ଗରେ ଚର୍ଚ୍ଚା ସୂରେ ଇଖ୍ଲାସରେ କରାଯାଇଛି, ଯାହାକି ଉପରେ ମୁଁ ପାଠ କରି ଆସିଲି। ଅନେକ ସ୍ଥାନରେ ଏହି ଘୋଷଣା କରାଯାଇଛି ପବିତ୍ର କୁରାନର। ଆପଣମାନେ ନିଜର ଆଚରଣ ଉଚ୍ଚାରଣ ମାଧ୍ୟମରେ ସଂସାରବାସୀକୁ ଏହା ସୂଚାଇ ଦିଅନ୍ତୁ ଯେ ଅଲ୍ଲାହ ହିଁ ଏକ ଓ ପ୍ରତ୍ୟେକ ବସ୍ତୁ ତାଙ୍କଠାରୁ ଜାତ। ସେ ହିଁ ସକଳ ବ୍ରହ୍ମାଣ୍ଡକୁ ରଚନା କରିଛନ୍ତି। ତାଙ୍କୁ କୌଣସି ଜିନିଷର ଆବଶ୍ୟକତା ନାହିଁ, ଲୋଡ଼ା ନାହିଁ। ନା ସେ କାହା ଉପରେ ନିର୍ଭରଶୀଳ, ନା ସେ କାହାର ପିତା ନା ପୁତ୍ର, ତାହାଙ୍କ ପରି ଅନ୍ୟ କେହି ଉପାସ୍ୟ ନାହିଁ। ଏହି ଘୋଷଣା ପ୍ରତ୍ୟେକ ଧର୍ମର ବିଗିଡ଼ି ଯାଇଥିବାର ଶିକ୍ଷା ଖଣ୍ଡନ କରିଥାଏ। ଏହି ଶିକ୍ଷା ଯାହାର ଘୋଷଣା ଦ୍ୱାରା ମନୁଷ୍ୟକୁ ଆଲ୍ଲାହ ତାଆଲାଙ୍କର ସାନ୍ନିଧ୍ୟ ଲାଭ ହୋଇଥାଏ, ଏ ସମସ୍ତ ସର୍ବୋଚ୍ଚ ତଥା ସର୍ବୋତ୍କୃଷ୍ଟ ଉଦାହରଣ ଆମମାନଙ୍କର ପ୍ରିୟ ମୁନିବ ହଜରତ ମୁହମ୍ମଦ ମୁସ୍ତଫା ସല്ലଲ୍ଲାହୁ ଆଲୈହି ವಸಲ್ಲಂଙ୍କ ଜୀବନର ପ୍ରତ୍ୟେକ ମୁହୂର୍ତ୍ତ ଓ ପ୍ରତ୍ୟେକ ଅବସ୍ଥାରେ ପରିଲକ୍ଷିତ ହୋଇଥାଏ। କେବଳ ସେତିକି ନୁହେଁ, ବରଂ ଯେପରିକି ମୁଁ କହିଲି, ବାଲ୍ୟକାଳରୁ ହିଁ ଆଲ୍ଲାହ ତାଆଲା ହୁଜୁର ସല്ലଲ୍ଲାହୁ ଆଲୈହି ವಸಲ್ಲಂଙ୍କର ନୈଷ୍ଠିକ ଏକସ୍ୱରବାଦ ନିମନ୍ତେ ସଂସ୍କାର କରିଥିଲେ ଓ ଶିର୍କର ରଦ୍ଦ କରିଥିଲେ। ହଜରତ ମୁହମ୍ମଦ ମୁସ୍ତଫା ସല്ലଲ୍ଲାହୁ ଆଲୈହି ವಸಲ್ಲಂଙ୍କ ସ୍ୱଭାବ ଏପରି ପବିତ୍ର ଥିଲା ଯେ ମହାଭାଗଙ୍କ ଶିରା ପ୍ରଶିରାରେ
ଏକସ୍ୱରବାଦ ପାଇଁ ପ୍ରେମାନୁରାଗ ଭରି ରହିଥିଲା। ହଜରତ ମହମ୍ମଦ ମୁସ୍ତଫା ସല്ലଲ୍ଲାହୁ ଆଲାଇହି ୱସଲ୍ଲମଙ୍କ ଜୀବନର କିଛି ଘଟଣାବଳୀ ଏଠାରେ ଉପସ୍ଥାପନ କରିଦେଉଛି। ହଜରତ ଉମ୍ମେ ଏମାନ ବର୍ଣ୍ଣନା କରନ୍ତି, ବାୱାନା ନାମୀ ଏକ ପ୍ରତିମା ମକ୍କାରେ ରହିଥିଲା, ଯାହାର କୁରୈଶ ଅତି ଭକ୍ତି ଓ ଆଦର ସମ୍ମାନ କରୁଥିଲେ। ସଭିଏଁ ତାହା ନିକଟରେ ରୁଣ୍ଡ ହେଉଥିଲେ ଓ ଅବୁ ତାଲିବ ମଧ୍ୟ ନିଜ ଜାତିର ଲୋକମାନଙ୍କ ସହିତ ସେଠାକୁ ଯାଉଥିଲେ। ଆଉ ହୁଜୁର ସല്ലଲ୍ଲାହୁ ଆଲାଇହି ୱସଲ୍ଲମଙ୍କୁ ବି ନିଜ ସାଥିରେ ଘେନି ନେବାକୁ ଚାହୁଁଥିଲେ, କିନ୍ତୁ ମହାଭାଗ ଯିବାକୁ ମନା କରିଦେଉଥିଲେ। ଏକଦା ନିଜ ଫୁପି ଅର୍ଥାତ୍ ପିଉସୀ ମାନଙ୍କର ବାରମ୍ବାର ବାଧ୍ୟ କରିବାରୁ ହୁଜୁର ସല്ലଲ୍ଲାହୁ ଆଲାଇହି ୱସଲ୍ଲମ ସେଠାକୁ ଚାଲିଗଲେ, କିନ୍ତୁ ସେଠାରୁ ଭୀଷଣ ରୂପେ ଭୟଭୀତ ହୋଇ ଫେରି ଆସିଲେ ଓ କହିଲେ, ମୁଁ ସେଠାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିଲି। ଯେମିତି ମୁଁ ସେହି ପ୍ରତିମା ନିକଟକୁ ଯିବା ପାଇଁ ଅଗ୍ରସର ହେଲି, ସେତେବେଳେ ଏକ ଧବଳ ବସ୍ତ୍ରଧାରୀ ବ୍ୟକ୍ତି ଚିତ୍କାର କରି ମୋତେ କହିଲା, ହେ ମହମ୍ମଦ, ପଛେଇ ରୁହ ଓ ସେହି ମୂର୍ତ୍ତିକୁ ସ୍ପର୍ଶ କର ନାହିଁ। ଏତତ୍ପରେ ହୁଜୁର ସല്ലଲ୍ଲାହୁ ଆଲାଇହି ୱସଲ୍ଲମ ଅବିଶ୍ୱାସକାରୀମାନଙ୍କର କୌଣସି ଉତ୍ସବ ଓ ପର୍ବପର୍ବାଣୀରେ ସାମିଲ ହେଉନଥିଲେ ଓ ଆଲ୍ଲାହ ତାଆଲା ସର୍ବଦା ହୁଜୁର ସല്ലଲ୍ଲାହୁ ଆଲାଇହି ୱସଲ୍ଲମଙ୍କୁ ଏପରି ଏକସ୍ୱରବାଦୀ ମୂଳକ କୁପ୍ରଥାଠାରୁ ସୁରକ୍ଷିତ ଓ ଦୂରେଇ ରଖିଥିଲେ। ଅବତାରୋତ୍ତର ଦାବି ପୂର୍ବରୁ ଏକ ଘଟଣା ହୁଜୁର ସല്ലଲ୍ଲାହୁ ଆଲାଇହି ୱସଲ୍ଲମଙ୍କ ବାଲ୍ୟକାଳର ଏଭଳି ଉଲ୍ଲେଖ ରହିଛି ଯେ ହୁଜୁର ସല്ലଲ୍ଲାହୁ ଆଲାଇହି ୱସଲ୍ଲମ ନିଜ ଚଚା ଅବୁ ତାଲିବଙ୍କ ସହିତ ସିରିଆ ଯାତ୍ରା ସମୟରେ ଜଣେ ଖ୍ରୀଷ୍ଟଧର୍ମୀ ଜ୍ୟୋତିଷଙ୍କ ସହିତ ସାକ୍ଷାତ କଲେ। ସେ ହୁଜୁର ସല്ലଲ୍ଲାହୁ ଆଲାଇହି ୱସଲ୍ଲମଙ୍କୁ ଏକ ପ୍ରଶ୍ନ ପଚାରିଥିଲା। ତା ପ୍ରଶ୍ନର ଉତ୍ତର ପ୍ରଦାନ କରି ହୁଜୁର ସല്ലଲ୍ଲାହୁ ଆଲାଇହି ୱସଲ୍ଲମ କହିଲେ, ହେ ବହିରା, ତୁମେ ମୋତେ ଲାତ ଓ ଉଜ୍ଜା ପିତୁଳାମାନଙ୍କ ସମ୍ପର୍କରେ ଆଦୌ ପଚାର ନା। ମୁଁ ଈଶ୍ୱରଙ୍କ ରାଣ ଖାଇ କହୁଛି, ମୁଁ ଏମାନଙ୍କ ବ୍ୟତୀତ ଅନ୍ୟ କୌଣସି ବସ୍ତୁକୁ ଘୃଣା କରେ ନାହିଁ। ଯେତେବେଳେ ହୁଜୁର ସല്ലଲ୍ଲାହୁ ଆଲାଇହି ୱସଲ୍ଲମ ହଜରତ ଖତୀଜା ରାଦିୟଲ୍ଲାହୁଙ୍କ ଜିନିଷପତ୍ର ନେଇ ବ୍ୟବସାୟ ଉଦ୍ଦେଶ୍ୟରେ ସିରିଆ ଦେଶକୁ ଚାଲି ଯାଉଥିଲେ, ସେତେବେଳେ ହୁଜୁର ସല്ലଲ୍ଲାହୁ ଆଲାଇହି ୱସଲ୍ଲମ ସେହି ଜିନିଷପତ୍ର ବିକ୍ରି କରି ତା ବଦଳରେ ଅନ୍ୟ ଜିନିଷ କିଣି ଆଣୁଥିଲେ। ଠିକ୍ ସେହି ସମୟରେ ହୁଜୁର ସല്ലଲ୍ଲାହୁ ଆଲାଇହି ୱସଲ୍ଲମ ଓ ଆଉ ଏକ ବ୍ୟକ୍ତି ମଧ୍ୟରେ କୌଣସି ପ୍ରସଙ୍ଗକୁ ଆଧାର କରି ମତାନ୍ତର ଦେଖାଦେଲା। ସେହି ବ୍ୟକ୍ତି ଜଣକ କହିଲା, ହେ ମହମ୍ମଦ ସല്ലଲ୍ଲାହୁ ଆଲାଇହି ୱସଲ୍ଲମ, ମୁଁ ସେତେବେଳେ ତୁମ କଥା ଉପରେ ବିଶ୍ୱାସ କରିବି ଯେତେବେଳେ ତୁମେ ଲାତ ଓ ଉଜ୍ଜାର ରାଣ ଖାଇ କହିବ। ପ୍ରତି ଉତ୍ତରରେ ହୁଜୁର ସല്ലଲ୍ଲାହୁ ଆଲାଇହି ୱସଲ୍ଲମ କହିଲେ, ମୁଁ କେବେ ବି ସେହି ପିତୁଳାମାନଙ୍କର ରାଣ ଖାଇ କହିବି ନାହିଁ, ସାକ୍ଷୀ ଦେବି ନାହିଁ। ହୁଜୁର ସല്ലଲ୍ଲାହୁ ଆଲାଇହି ୱସଲ୍ଲମ କହିଲେ, ମୁଁ ସେହି ପିତୁଳାମାନଙ୍କ ପାଖ ଦେଇ ଅତିକ୍ରମ କରେ, ସେତେବେଳେ ମୁଁ ନିଜର ମୁଖକୁ ଅନ୍ୟତ୍ର ବୁଲାଇ ନିଏ। ଆଉ ତୁମେମାନେ ମୋତେ କହୁଛ ଯେ ମୁଁ ଏହି ପିତୁଳାର ରାଣ ଖାଇବି, ଏହା କିପରି ବା ସମ୍ଭବ? ଏହା ଆଦୌ ସମ୍ଭବ ନୁହେଁ। ଏହି ଏକସ୍ୱରବାଦ ପ୍ରାପ୍ତ କରିବା ନିମନ୍ତେ ହୁଜୁର ସല്ലଲ୍ଲାହୁ ଆଲାଇହି ୱସଲ୍ଲମ ଗାରେ ହୀରାକୁ ଚାଲି ଯାଉଥିଲେ ଓ ସେଠାରେ ଏକାନ୍ତବାସରେ ରହୁଥିଲେ। ହଜରତ ମିର୍ଜା ବଶୀର ଅହମଦ ସାହେବ ରାଦିୟଲ୍ଲାହୁ ଏହାର ବର୍ଣ୍ଣନା କରି ଉଲ୍ଲେଖ କରିଛନ୍ତି ଯେ ଗାରେ ହୀରା ମକ୍କାର ପର୍ବତମାନଙ୍କ ମଧ୍ୟରୁ ଅନ୍ୟତମ। ଏହା ମକ୍କାଠାରୁ 3 ମାଇଲ ବ୍ୟବଧାନରେ ଅବସ୍ଥିତ। ଆଜିକାଲି ଏହି ପର୍ବତକୁ ଜବଲେ ନୂର ବୋଲି ଅଭିହିତ କରାଯାଏ। ହୁଜୁର ସല്ലଲ୍ଲାହୁ ଆଲାଇହି ୱସଲ୍ଲମ ପିତୁଳାମାନଙ୍କୁ ଘୃଣା କରୁଥିଲେ, ସେମାନଙ୍କର ଉପାସନାରୁ ପୃଥକ ରହୁଥିଲେ ଏବଂ ଯେଉଁ ଲୋକମାନେ ସେମାନଙ୍କର ଉପାସନା କରୁଥିଲେ ସେମାନଙ୍କ ପ୍ରତି ଅନୁତପ୍ତ ପ୍ରକାଶ କରୁଥିଲେ, ବ୍ୟକ୍ତ କରୁଥିଲେ। କେବଳ ସେତିକି ନୁହେଁ, ବରଂ ହୁଜୁର ସല്ലଲ୍ଲାହୁ ଆଲାଇହି ୱସଲ୍ଲମ ସେମାନଙ୍କ ଉପରେ ଏଥିପାଇଁ ଅନୁତପ୍ତ କରୁଥିଲେ ଯେ ସେମାନେ କାହିଁକି ପିତୁଳାମାନଙ୍କର ପୂଜା କରୁଛନ୍ତି ଆଉ ତା ପରିବର୍ତ୍ତେ ଆଲ୍ଲାହଙ୍କର ଉପାସନା କରୁନାହାନ୍ତି। ନବୀ କରୀମ ସല്ലଲ୍ଲାହୁ ଆଲାଇହି ୱସଲ୍ଲମ ଯେତେବେଳେ 40 ବର୍ଷ ବୟସରେ ଉପନୀତ ହେଲେ, ସେତେବେଳେ ଦିନେ ହଜରତ ଜିବ୍ରାଇଲ ଆଲାଇହିସ୍ ସଲାମ ଆପଣଙ୍କ ଉପରେ ପ୍ରକଟ ହେଲେ ଓ ଏହି ଐଶୀବାଣୀ ଅବତୀର୍ଣ୍ଣ ହେଲା ଯେ ଆପଣଙ୍କୁ ପରାକ୍ରମୀ ଆଲ୍ଲାହ ଅବତାର ରୂପେ ବିଭୂଷିତ କରିଛନ୍ତି। ଏହି ପ୍ରଥମ ଐଶୀବାଣୀ ସହିତ ହୁଜୁର ସല്ലଲ୍ଲାହୁ ଆଲାଇହି ୱସଲ୍ଲମ ଲୋକମାନଙ୍କୁ
एकस्वरवाद आड़कू डाकिबा आरंभ कले ओ शिर्क विरुद्धरे संग्राम कले। किंतु प्रारंभरे हुजूर सल्लल्लाहु अलैहि वसल्लम निजर मिशनर खोलमखोला परिप्रकाश करि नथिले, बरं अत्यंत निरवतार सहित कार्य करुथिले। केवल निजर आत्मीय स्वजन ओ परिजन मानंकु एही शिक्षा देउथिले। हजरत मसीह मऊद अलैहिस्सलातु वस्सलाम कुहंती, आम प्रिय मुनिब हजरत मोहम्मद मुस्तफा सल्लल्लाहु अलैहि वसल्लम सत्यर परिप्रकाश निमंते एक महान संस्कारक थिले, जे कि हजि जाइथिबा सत्यताकू पुनर्बार संसार रे स्थापन करिदेले। एही दुस्साहसिक कार्य करिबारे कोनोसी नबी आम प्रिय नबींक ठारू या नबींक सहित समकक्ष नुहंती। हुजूर सल्लल्लाहु अलैहि वसल्लम सकल जगतवासींकू एक अंधकार रे ग्रसित थिबार पाइले ओ सही महाप्रतापी नबींक आविर्भाव द्वारा सही अंधकार प्रकाश रे रूपांतरित होइगला। सही जाति रे हुजूर सल्लल्लाहु अलैहि वसल्लम जन्म लाभ करथिले, जे पर्यंत पुण्य श्लोक से समस्त लोक मानंक अभ्यंतररू शिर्क रूपक अंगवस्त्र ओल्हाई एक स्वरवादर पवित्र जामा परिधान करिदेले नहीं, से पर्यंत मृत्युवरण करि नथिले। केवल एतिकी नुहे, बरं सेमाने तो आध्यात्मिकता ओ उत्तम चरित्रर उच्च स्तर रे अधिष्ठित होइगले। अर्थात आपणक अनुचर माने सेमाने सत्य विश्वस्तता ओ विश्वासर एपरि उदाहरण प्रदर्शन कले, जार दृष्टांत विश्वर कोनोसी कोणरे देखिबाकू मिलु नहीं। एही सफलता ओ विजय पवित्र अवतार हजरत मोहम्मद मुस्तफा सल्लल्लाहु अलैहि वसल्लम का व्यतीत अन्य कोनोसी नबींकू प्राप्त होई नहीं। यह ही एक बड़ दलील जे महाभागंक अवतारत्व एक एपरि समय होइथिला जेतेबेले संसार घन अंधकार मध्यरे निविष्ट रहिथिला। एपरि अवस्थारे पुण्य श्लोक जगतरे एक महाविप्लव ओ नवजागरण आनिदेले, जेबे कि लक्षाधिक लोक शिर्क ओ अपवित्र मूर्ति पूजा को छाड़ी एक स्वरवाद ओ सत्मार्ग को आपणाई नेले। निसंदेह रे आम प्रिय मुनिब हजरत मोहम्मद मुस्तफा सल्लल्लाहु अलैहि वसल्लम आध्यात्मिकता को स्थापन करने सकाशे द्वितीय आदम थिले। बरं कहिबाकू गले तो आपण ही प्रकृत आदम थिले, जहांक माध्यमरे ओ जहांक पवित्र अस्तित्व द्वारा सकल मानवीय गुणावली निज चरम स्तर रे उपनीत हैला। हुजूर सल्लल्लाहु अलैहि वसल्लम का अवतारत्व संपर्क रे यह ही सबुठू बलिष्ठ प्रमाण। अर्थात हुजूर सल्लल्लाहु अलैहि वसल्लम एपरि जुगरे आविर्भाव हेले बा आगमन कले जेतेबेले जुग अत्यंत निकृष्ट स्तर रे अंधकार रे अंध होई जाइथिला। सेतेबेले जुग रुचि एक महान सुधारकर आवश्यकता लोडुथिला। सेहीपरि हुजूर सल्लल्लाहु अलैहि वसल्लम एपरि समय रे संसाररू विदाय नेले जेतेबेले लक्षाधिक लोक माने शिर्क ओ पितुळा पूजा को परित्याग करी एक स्वरवाद ओ सत्मार्ग अवलंबन करि सारिथिले। एपरिकी सही जाति ईश्वरंक मार्गरे छेली मेंढांक परी जेभ हेले ओ सेमानंकु पिंपुड़ी जंदा मानंक परी पाद तले दली दिया गले, किंतु दली दिया गला, किंतु सेमाने विश्वास को हाथ छड़ा कले नहीं, बरं प्रत्येक प्रकार विपत्ति सह्य करिनेले, मुंडपाती सही नेले। अतएव समस्त पुण्य जाति निज निज कार्य रे लागी पड़िले ओ मानविक स्वभावमूलक वृक्षर एपरि कोनोसी शाखा नथिला जहिरे फल लागी नथिला। खत्मे नबुवत अवतारत्वर मोहर हुजूर सल्लल्लाहु अलैहि वसल्लम उपरे केवल जुगर विलंबता जोगु हेला नहीं, बरं अवतारत्वर सकल गुणावली आपणक ठारे समाप्त होइगला। अन्य एक स्थान रे हुजूर अलैहिस्सलाम कुहंती, हे ईश्वर मु तुम्भकु कोटि कोटि कृतज्ञता ज्ञापन करुछि। तुम्भे मते निजर परिचयर मार्ग स्वयं प्रदान कल ओ निजर पवित्र धर्मग्रंथ
ଅର୍ଥାତ୍ ପବିତ୍ର କୁରାନକୁ ଅଧମ ଉପରେ ଅବତୀର୍ଣ୍ଣ କରି ମୋତେ ବୁଦ୍ଧି ଓ ବିବେକର ଭ୍ରମଜନିତ ପାପରୁ ଉଦ୍ଧାର କଲ। ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लमଙ୍କ ଉପରେ ସହସ୍ର ଶତ ସହସ୍ର ଦୁରୁଦ ଅବତୀର୍ଣ୍ଣ ହେଉ। ଏହି ମାର୍ଗଚ୍ୟୁତ ସାହାବମାନଙ୍କୁ ଈଶ୍ୱର ସତ୍ପଥ ଉପରେ ପରିଚାଳିତ କରାଇଲେ। ସେହି ସଂସ୍କାରକ ମହାବତାର ଯିଏ ମାନବ ଜାତିକୁ ପୁଣି ଥରେ ସତ୍ମାର୍ଗକୁ ଫେରାଇ ଆଣିଲେ। ସେହି ଆଲୋକ ଯାହାକି ସଂସାରରୁ ଉଭାନ ହୋଇଯାଇଥିଲା ତାହାକୁ ପୁନର୍ବାର ସ୍ଥାପିତ କଲେ। ଯୁଗର ସେହି ଦୈବୀ ଓ ଚିକିତ୍ସକ ବିଗିଡ଼ି ଯାଇଥିବା ହୃଦୟକୁ ସଳଖ କରିଦେଲେ। ଯୁଗର ସେହି ସୁଧାରକ ପଥଭ୍ରଷ୍ଟ ଲୋକମାନଙ୍କୁ ସତ୍ପଥ ଦେଖାଇଲେ। ସେହି ଅଶେଷ ଦୟାବାନ ଓ ଚମତ୍କାରିକ ନିଦର୍ଶନ ଦ୍ୱାରା ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम ଆଧ୍ୟାତ୍ମିକ ମୃତବତ୍ ବ୍ୟକ୍ତିମାନଙ୍କୁ ପୁନର୍ବାର ଜୀବିତ କଲେ, ଅର୍ଥାତ୍ ଆଧ୍ୟାତ୍ମିକ ମୃତ୍ୟୁରୁ ଜୀବନ୍ତ କଲେ। ସେହି ଦୟାବାନ ଓ କରୁଣାମୟ ମହାବତାର ଯିଏକି ଜାତି ସକାଶେ ସମସ୍ତ ପ୍ରକାର ଦୁଃଖ ଓ କଷ୍ଟ ସହ୍ୟ କଲେ, ସେହି ସାହସୀ ଓ ପହେଲମାନ ଯିଏ ଆମମାନଙ୍କୁ ମୃତ୍ୟୁମୁଖରୁ କାଢ଼ି ଆଣିଲେ, ସେହି ବିନମ୍ର ଓ ନିସ୍ୱାର୍ଥ ବ୍ୟକ୍ତି ଯିଏକି ନିଜକୁ ମାଟିରେ ମିଶାଇ ଦେଲେ, ସେହି ସମ୍ପୂର୍ଣ୍ଣ ଏକସ୍ୱରବାଦୀ ମହାବତାର ତଥା ନବୀଶ୍ରେଷ୍ଠ ଯାହାକୁ କେବଳ ଈଶ୍ୱରଙ୍କର ଲୀଳାମୟ ଆଲୋକ ହିଁ ଭଲ ଲାଗିଲା ଏବଂ ପରକୁ ଅର୍ଥାତ୍ ଈଶ୍ୱରଙ୍କ ବ୍ୟତୀତ ଅନ୍ୟ ସତ୍ତାକୁ ନିଜ ଦୃଷ୍ଟିରୁ ତଳେ ପକାଇ ଦେଲେ। ଈଶ୍ୱରଙ୍କର ସେହି ଐଶୀ ଲୀଳାତ୍ମକ ଚମତ୍କାର ଯିଏ ସେହି ନିରକ୍ଷର ବାର୍ତ୍ତାବହଙ୍କୁ ସମସ୍ତ ସତ୍ୟାତ୍ମକ ଜ୍ଞାନ ପ୍ରଦାନ କଲେ ଓ ବିଜୟମଣ୍ଡିତ କଲେ, ସେହି ମହାବତାର ହେଉଛନ୍ତି ଆମମାନଙ୍କର ପ୍ରିୟ ମୁନିବ ହଜରତ ମହମ୍ମଦ ମୁସ୍ତଫା ସଲ୍ଲଲ୍ଲାହୁ ଆଲୈହି वसल्लम। ହଜରତ ମସିହ ମଉଦ ଆଲୈହିସ୍ସଲାତୁ ୱସ୍ସଲାମ ଅନ୍ୟ ଏକ ସ୍ଥାନରେ କୁହନ୍ତି, ଆଜି ଭୂପୃଷ୍ଠରେ ଯେଉଁ ବସ୍ତୁ ରହିଛି ତାହାର ନାମ ହେଲା ଏକସ୍ୱରବାଦ, ଯାହାକି ଅନ୍ୟ କୌଣସି ଧର୍ମ ବା ଧାର୍ମିକ ପୁସ୍ତକରେ ଦେଖିବାକୁ ମିଳୁନାହିଁ ପବିତ୍ର କୁରାନ ବ୍ୟତୀତ। ପବିତ୍ର କୁରାନ କରିମ୍ ଏପରି ଧର୍ମଗ୍ରନ୍ଥ ଯାହାକି ନିଷ୍ଠାପର ଓ ସ୍ୱଚ୍ଛ ଏକସ୍ୱରବାଦର ଶିକ୍ଷା ପ୍ରଦାନ କରୁଅଛି ଓ ସେଥିପ୍ରତି ମାର୍ଗଦର୍ଶନ କରୁଅଛି। ପ୍ରତ୍ୟେକ ଜାତି ନିଜ ନିଜର କୃତ୍ରିମ ଈଶ୍ୱର ଗଢ଼ି ନେଇଛନ୍ତି ଓ ମୁସଲମାନମାନେ ମଧ୍ୟ ନିଜ ନିଜର ଈଶ୍ୱର ଗଢ଼ି ନେଇଛନ୍ତି। ଦୁଃଖଦ ଯେ ଆଜି ମୁସଲମାନ ସମ୍ପ୍ରଦାୟ ଏକସ୍ୱରବାଦର ଉତ୍କର୍ଷକୁ ପାଶୋରି ବସିଛି, ଯାହାର ଉପଦେଶ ହଜରତ ମହମ୍ମଦ ମୁସ୍ତଫା ସଲ୍ଲଲ୍ଲାହୁ ଆଲୈହି वसल्लम ଆମମାନଙ୍କୁ ଦେଇଥିଲେ। ସ୍ୱଚ୍ଛ ଓ ପବିତ୍ର ଏକସ୍ୱରବାଦକୁ ପାଶୋରିବା ଯୋଗୁଁ ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम ଆଲ୍ଲାହ ତାଆଲାଙ୍କ ବୈଶିଷ୍ଟ୍ୟ ଉପରେ ସେପରି ନିଷ୍ଠାପର ବିଶ୍ୱାସ ନାହିଁ ଯାହାକି ଜଣେ ମୁସଲମାନର ବିଶେଷତା ହେବା ଉଚିତ। ଏପରି ଅବସ୍ଥାରେ ମହାଭାଗଙ୍କ ସତ୍ୟବାଦୀ ଦାସକୁ ସ୍ୱୀକାର କରିଥିବା ଲୋକମାନଙ୍କର କର୍ତ୍ତବ୍ୟ ଯେ ଏକସ୍ୱରବାଦକୁ ହୃଦୟଙ୍ଗମ କରି ନିଜ ଅନ୍ତରରେ ବିଶେଷ ପରିବର୍ତ୍ତନ ସୃଷ୍ଟି କରନ୍ତୁ। ଏହି ପବିତ୍ର ରମଜାନ ମାସ ହେଉଛି ବିଶେଷ ଉପାସନାର ମାସ, ତେଣୁ ଏହି ମାସରେ ବିଶେଷ ଭାବରେ ପ୍ରୟାସ କରିବା ଓ ଏଥିପାଇଁ ଦୁଆ କରିବା ଉଚିତ। ଦେଖ, ନବୀଶ୍ରେଷ୍ଠ ହଜରତ ମହମ୍ମଦ ମୁସ୍ତଫା ସଲ୍ଲଲ୍ଲାହୁ ଆଲୈହି वसल्लम ନିଜର ସମ୍ପୂର୍ଣ୍ଣ ଜୀବନକାଳ ଏକସ୍ୱରବାଦକୁ ସ୍ଥାପନ କରିବାରେ ବ୍ୟତୀତ କରିଦେଲେ। ତେଣୁ ଯଦି ଆମେ ତାଙ୍କୁ ପ୍ରେମ କରିବାର ଦାବି କରୁଅଛେ, ତେବେ ଆମକୁ ମଧ୍ୟ ସେହି ବିଶେଷ ଚେଷ୍ଟା ଓ ପ୍ରୟାସ କରିବାକୁ ହେବ। ଏହି ପ୍ରସଙ୍ଗକୁ ହଜରତ ମୁସଲିମ ମଉଦ ରଜିୟଲ୍ଲାହୁ ଏକ ସ୍ଥାନରେ ପରିବର୍ଣ୍ଣନା କରିଛନ୍ତି ଯେ ଆଲ୍ଲାହ ତାଆଲା ପବିତ୍ର କୁରାନରେ କୁହନ୍ତି, ଆନଜିର ଅଶୀରତକଲ୍ ଅକ୍ରବୀନ, ଅର୍ଥାତ୍ ହେ ମହମ୍ମଦ ସଲ୍ଲଲ୍ଲାହୁ ଆଲୈହି वसल्लम ତୁମ୍ଭେ ସଂସାରର କୋଣ ଅନୁକୋଣର ଲୋକମାନଙ୍କୁ ଡରାଅ, କିନ୍ତୁ ତୁମେ ସର୍ବପ୍ରଥମେ ନିଜର ପରିଜନମାନଙ୍କୁ ଡରାଅ, କାରଣ ସେମାନଙ୍କର ତୁମ ଉପରେ ଦୁଇଟି ଅଧିକାର ରହିଛି। ଅନ୍ୟମାନଙ୍କ ପରି ଏମାନେ ମଧ୍ୟ ନଷ୍ଟ ହୋଇ ନ ଯାଆନ୍ତୁ। ଏମାନେ ତୁମର
ସମ୍ପର୍କୀୟ ଏମାନଙ୍କର ବାପ ଅଜା ତୁମ ସହିତ ଅତୀତରେ ଉତ୍ତମ ଆଚରଣ ପ୍ରଦର୍ଶନ କରିଥିଲେ। ଇଂରାଜୀରେ ଏକ ରୂଢ଼ି ରହିଛି, ଚ୍ୟାରିଟି ବିଗିନ୍ସ ଆଟ୍ ହୋମ୍, ଅର୍ଥାତ୍ ଦାନ ଧର୍ମ ପ୍ରଥମେ ନିଜ ଘର ଓ ପରିବାରଠାରୁ ଆରମ୍ଭ କରିବା ଉଚିତ। ସୁତରାଂ ହଜରତ ମହମ୍ମଦ ମୁସ୍ତଫା ସല്ലଲ୍ଲାହୁ ଆଲାଇହି वसल्लमଙ୍କ ଏହି ଆଦେଶକୁ ଏପରି ପାଳନ କଲେ ଯେ ହୁଜୁର ସല്ലଲ୍ଲାହୁ ଆଲାଇହି वसल्लम ମକ୍କାର ପ୍ରଥା ଅନୁଯାୟୀ ସଫା ନାମକ ଏକ ପର୍ବତ ଉପରେ ଛିଡ଼ା ହୋଇଗଲେ ଓ ସେଠାରୁ ବିଭିନ୍ନ ସମ୍ପ୍ରଦାୟର ନାଁ ଧରି ଡାକ ଦେବା ଆରମ୍ଭ କଲେ। ପ୍ରଥମେ ହୁଜୁର ସല്ലଲ୍ଲାହୁ ଆଲାଇହି वसल्लम ଆଲେ ଗାଲିବ ନାମକ ସମ୍ପ୍ରଦାୟକୁ ଡାକିଲେ। ସେମାନେ ମସଜିଦେ ହରାମରୁ ବାହାରି ସଫା ପର୍ବତରେ ଏକତ୍ରିତ ହେଲେ। ସେତେବେଳେ ଅବୁ ଲହବ ରସୁଲୁଲ୍ଲାହ ସല്ലଲ୍ଲାହୁ ଆଲାଇହି वसल्लमକୁ କହିଲେ, ହେ ମହମ୍ମଦ, ଆଲେ ଗାଲିବ ତ ଆସିଯାଇଛି, ଯାହା କିଛି କହିବାକୁ ଚାହୁଁଛ କୁହ। କିନ୍ତୁ ହୁଜୁର ସല്ലଲ୍ଲାହୁ ଆଲାଇହି वसल्लम ଅବୁ ଲହବ ପ୍ରତି ଧ୍ୟାନ ଦେଲେ ନାହିଁ। ତାପରେ ହୁଜୁର ଲୁଇ ସମ୍ପ୍ରଦାୟର ଲୋକମାନଙ୍କୁ ଡାକ ଦେଲେ। ସେମାନେ ଯେତେବେଳେ ପହଞ୍ଚିଗଲେ ସେତେବେଳେ ଅବୁ ଲହବ ପୁଣି କହିଲା, ହେ ମହମ୍ମଦ, ଲୁଇ ସମ୍ପ୍ରଦାୟ ବି ଆସିଯାଇଛି, ଏବେ କ'ଣ ଆପଣଙ୍କର କହିବାର ଅଛି କୁହନ୍ତୁ। ହୁଜୁର ସല്ലଲ୍ଲାହୁ ଆଲାଇହି वसल्लम କ'ଣ ପାଇଁ ଆମକୁ ଏକତ୍ରିତ କରିଛନ୍ତି ଏଠାରେ, କି ଜରୁରୀ କଥା ରହିଛି? ଏହାପରେ ହୁଜୁର ସല്ലଲ୍ଲାହୁ ଆଲାଇହି वसल्लम ଆଲେ ମୁର୍ରା ସମ୍ପ୍ରଦାୟକୁ ଡାକ ଦେଲେ। ସୁତରାଂ ସେମାନେ ମଧ୍ୟ ଆସି ରୁଣ୍ଡ ହେଲେ। ତାପରେ ହୁଜୁର ଆଲେ କିଲାବ ସମ୍ପ୍ରଦାୟ ଓ ଆଲେ କୁସେଇ ସମ୍ପ୍ରଦାୟକୁ ଡାକ ଦେଲେ। ସେ ସମସ୍ତେ ସେଠାରେ ଏକତ୍ରିତ ହୋଇଗଲେ। ସେତେବେଳେ ହଜରତ ମହମ୍ମଦ ମୁସ୍ତଫା ସല്ലଲ୍ଲାହୁ ଆଲାଇହି वसल्लम କହିଲେ, ଦେଖ, ମୁଁ ତୁମମାନଙ୍କୁ ଯଦି କୁହେ କି ଏହି ପର୍ବତର ପଶ୍ଚାତ ଭାଗରେ ଏକ ବିଶାଳ ସେନାବାହିନୀ ରୁଣ୍ଡ ହୋଇଛି, ଏକତ୍ରିତ ହୋଇଛି, ଯିଏକି ତୁମ ଉପରେ ଆକ୍ରମଣ କରିବାକୁ ଚାହୁଁଛି, ତେବେ କ'ଣ ତୁମେ ମୋର ଏହି କଥାକୁ ବିଶ୍ୱାସ କରିନେବ? ସେମାନେ ଉତ୍ତର ଦେଲେ, କାହିଁକି ନୁହେଁ, ଆମେ ନିଶ୍ଚିତ ରୂପେ ବିଶ୍ୱାସ କରିନେବୁ, କାରଣ ଆମେ ସର୍ବଦା ଆପଣଙ୍କୁ ସତ୍ୟବାଦୀ ଅର୍ଥାତ୍ ସତ କହୁଥିବାର ପାଇଛୁ। ତହୁଁ ପୁରୁଷୋତ୍ତମ ହଜରତ ମହମ୍ମଦ ମୁସ୍ତଫା ସല്ലଲ୍ଲାହୁ ଆଲାଇହି वसल्लम କହିଲେ, ଲୋକମାନେ ଶୁଣ, ମୁଁ ତୁମକୁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଦେଉଅଛି। ମୋତେ ପରାକ୍ରମୀ ଅଲ୍ଲାହଙ୍କର ବାର୍ତ୍ତାବହ କରି ପ୍ରେରଣ କରାଯାଇଛି। ଯଦି ତୁମେ ଅଲ୍ଲାହଙ୍କ ଶାସ୍ତିରୁ ସୁରକ୍ଷିତ ରହିବାକୁ ଚାହୁଁଛ, ତେବେ ମୋର ଅନୁସରଣ କର। ମହାଭାଗଙ୍କର ଏତିକି କହିବା ଥିଲା ଯେ ଅବୁ ଲହବ ଉତ୍ତେଜିତ ହୋଇ କହି ଉଠିଲା, ନଉଜୁବିଲ୍ଲା, ତୁମର ସର୍ବନାଶ ହେଉ, ଏହି କଥା କହିବାକୁ ତୁମେ ଆମକୁ ଏଠାରେ ଏକତ୍ରିତ କରିଥିଲ। ଏହିପରି ଅନ୍ୟ ଲୋକମାନେ ମଧ୍ୟ ପରିହାସ ଓ ତାଚ୍ଛଲ୍ୟ କରି ସେଠାରୁ ଚାଲିଗଲେ। କିନ୍ତୁ ଏହି ଉପହାସ ଓ ବିରୋଧ ହୁଜୁର ସല്ലଲ୍ଲାହୁ ଆଲାଇହି वसल्लमକୁ ଏକସ୍ୱରବାଦ ସ୍ଥାପନ କରିବାରୁ ଅଟକାଇ ପାରିଲା ନାହିଁ। ହୁଜୁର ସല്ലଲ୍ଲାହୁ ଆଲାଇହି वसल्लम ଅହରହ ଏକସ୍ୱରବାଦର ପ୍ରଚାର କରିବାରେ ଲାଗି ରହିଲେ। ଯେପରିକି ବର୍ଣ୍ଣନା ରହିଛି, ହୁଜୁର ସല്ലଲ୍ଲାହୁ ଆଲାଇହି वसल्लमଙ୍କ ସହିତ ବିରୋଧୀମାନେ ଉପହାସ କରୁଥିଲେ, ଆଉ ଏହି ବିରୋଧ କ୍ରମଶଃ ବଢ଼ିବାକୁ ଲାଗିଲା। ବିରୋଧର ଇତିହାସକୁ ହଜରତ ମିର୍ଜା ବଶୀର ଅହମଦ ସାହେବ ରଜିୟତାଲା ଇତିହାସର ପୁସ୍ତକ ଅନୁଯାୟୀ ଏପରି ବର୍ଣ୍ଣନା କରିଛନ୍ତି, ହୁଜୁର ସല്ലଲ୍ଲାହୁ ଆଲାଇହି वसल्लम ଯେଉଁ ମହାନ ମିଶନ ନେଇ ଆସିଥିଲେ, ତାହା ବିପକ୍ଷରେ ଆପଣଙ୍କ ବିରୋଧୀମାନେ ଭୟଙ୍କର ବିରୋଧ ଆରମ୍ଭ କରିଦେଲେ। ଏହା ଜରୁରୀ ଥିଲା ଯେ ଆଲୋକ ଆସିବା ପରେ ଅନ୍ଧକାରର ସୈନ୍ୟବାହିନୀ ନିଜର ସକଳ ଶକ୍ତି ଓ ସାମର୍ଥ୍ୟ ବିନିଯୋଗ କରି ତାହାର ମୁକାବିଲା କରିବେ। ସୁତରାଂ ଏହିପରି ହିଁ ଘଟିଲା। ବିଗତ ଅବତାରମାନଙ୍କ ଅପେକ୍ଷା ହୁଜୁର ସല്ലଲ୍ଲାହୁ ଆଲାଇହି वसल्लमଙ୍କ ବିରୋଧ ସର୍ବାଧିକ ହେଉଥିଲା। ସେହି ବିରୋଧର ବଡ଼ ବଡ଼ ପ୍ରକାଶ୍ୟଗତ କାରଣ ମଧ୍ୟରୁ ଅନ୍ୟତମ କାରଣ ଏହା ଥିଲା ଯେ କୁରୈଶ ଅତ୍ୟନ୍ତ ନିକୃଷ୍ଟ ସ୍ତରର ପିତୁଳା ପୂଜକ ଜାତି ଥିଲା ଓ ପିତୁଳାମାନଙ୍କର ସମ୍ମାନ ଓ ପ୍ରେମ ସେମାନଙ୍କ ମନରେ ବସା ବାନ୍ଧି ନେଇଥିଲା। ସେମାନେ ପିତୁଳାମାନଙ୍କ ବିରୁଦ୍ଧରେ ପଦେ ହେଲେ ଶୁଣିବା ପାଇଁ ପ୍ରସ୍ତୁତ ନଥିଲେ। ଖାନା କାବା, ଯାହାକି କେବଳ ଅଲ୍ଲାହ ତାଆଲାଙ୍କ ଉପାସ୍ୟ ନିମନ୍ତେ ଉଦ୍ଦିଷ୍ଟ ଥିଲା, ନିର୍ମାଣ କରାଯାଇଥିଲା। ସେହି ଅତ୍ୟାଚାରୀମାନେ ସେଠାରେ ଶତାଧିକ ପିତୁଳାମାନଙ୍କୁ
ସ୍ଥାପିତ କରିଦେଇଥିଲେ ଓ ନିଜର ସକଳ ଆବଶ୍ୟକତା ସେମାନଙ୍କଠାରୁ ଭିକ୍ଷା କରୁଥିଲେ। କିନ୍ତୁ ଯେତେବେଳେ ଇସଲାମ ଆସିଲା ସେତେବେଳେ ସେମାନଙ୍କୁ ଏଭଳି ସମସ୍ତ ପ୍ରକାରର ପିତୁଳା, ବୃକ୍ଷ ଓ ପଥର ତଥା ତାରକା ଆଦିରୁ ବିମୁଖ କରିବା ପାଇଁ ହୁଜୁର ସല്ലଲ୍ଲାହୁ ଆଲାଇହି वसल्लम ଶିକ୍ଷା ଦେଇଥିଲେ ଯେ ୱସ୍ଜୁଦୁ ଲିଲ୍ଲାହିଲ୍ଲଜି ଖଲକହୁନ୍ନା, ଅର୍ଥାତ୍ କେବଳ ସେହି ସତ୍ତାଙ୍କ ସମ୍ମୁଖରେ ନତମସ୍ତକ ହୁଅ ଯିଏ ଏମାନଙ୍କୁ ସୃଷ୍ଟି କରିଛନ୍ତି। କିନ୍ତୁ ଏସବୁ କଥା କୁରେଶମାନଙ୍କ ମନ ପ୍ରାଣରେ ନିଆଁ ଲଗାଇ ଦେଇଥିଲା। ସେମାନେ ଇସଲାମକୁ ନିଶ୍ଚିହ୍ନ କରିଦେବା ପାଇଁ ମନସ୍ଥ କରିନେଲେ, ଅଣ୍ଟା ଭିଡ଼ି ନେଲେ। ଆହୁରି ଅନେକ କାରଣ ରହିଥିଲା, କିନ୍ତୁ ସେ ଯାହା ହେଉ ଉପରୋକ୍ତରେ ଯେଉଁ କାରଣଗୁଡ଼ିକ ରହିଛି ତାହା ବଡ଼ ବଡ଼ କାରଣ ଅଟେ। ହଜରତ ମସିହ ମଉଦ ଆଲୈହିସ୍ସଲାତୁ ୱସ୍ସଲାମ କୁହନ୍ତି, ଜଣେ ଅବତାର ଈଶ୍ୱରଙ୍କ ତରଫରୁ ଅବତୀର୍ଣ୍ଣ ହୁଏ ଏବଂ ତା ସମ୍ପ୍ରଦାୟ ଲୋକମାନଙ୍କୁ ସତ୍ୟବାଦୀ, ସାହସୀ ଓ ଉନ୍ନତି ତଥା ଅଭିବୃଦ୍ଧିକାରୀ ବୋଲି ପ୍ରତୀୟମାନ ହୋଇଥାଏ। ତେବେ ତା ସମ୍ପର୍କରେ ସାମ୍ପ୍ରତିକ ଜାତି ଓ ଗୋଷ୍ଠୀ ହୃଦୟରେ ଅବଶ୍ୟ ଏକ ପ୍ରକାର ଈର୍ଷାଭାବ ଜାତ ହୋଇଥାଏ। ବିଶେଷ କରି ବିଦ୍ୱାନ ଓ ସିଂହାସନ ଆରୋହଣକାରୀମାନେ ଅତ୍ୟନ୍ତ ବିଦ୍ୱେଷ ଭାବ ପ୍ରକାଶ କରିଥାନ୍ତି, କାରଣ ଈଶ୍ୱରଙ୍କର ସେହି ବୀର ପୁରୁଷଙ୍କ ଆବିର୍ଭାବ ଦ୍ୱାରା ସେମାନଙ୍କର ମହତ୍ଵ, ସେମାନଙ୍କ ମର୍ଯ୍ୟାଦା ସଙ୍କଟରେ ପଡ଼ିଯାଇଥାଏ। ସେମାନଙ୍କର ପ୍ରତିପତ୍ତିଶାଳୀ ପଦ ଖସିବାକୁ ଲାଗିଥାଏ। ସେମାନଙ୍କର ଶିଷ୍ୟ ଓ ସେମାନଙ୍କର ଅନୁଗାମୀମାନେ ସେମାନଙ୍କୁ ଛାଡ଼ିବାକୁ ଆରମ୍ଭ କରିଦେଇଥାନ୍ତି। ଯେପରିକି ସେମାନଙ୍କୁ ଯେଉଁ ଉପାଧି ମିଳିଥିଲା, ଯେପରିକି ନଜମୁଲ ଉମ୍ମତ, ଶମସୁଲ ଉମ୍ମତ, ଶେଖୁଲ ମଶାଏଖ ଇତ୍ୟାଦି, ତାହା ଆଉ ରହିନଥିଲା। ଅତଏବ ସେହି କାରଣରୁ ବୁଦ୍ଧିମାନ ବ୍ୟକ୍ତିମାନେ ସେମାନଙ୍କଠାରୁ ମୁହଁ ବୁଲାଇ ନେଲେ, କାରଣ ସେମାନେ ନିଜର ବିଶ୍ୱାସକୁ ନଷ୍ଟ କରିବାକୁ ଚାହୁଁନଥିଲେ। ତେବେ ସେହି ପ୍ରତିପତ୍ତିଶାଳୀ ଲୋକମାନେ ନିଜର ସତ୍ତା ହରାଇବା ଦେଖି ତାଙ୍କୁ ଏହି ଚିନ୍ତା ଘାରିଥିଲା ଯେ କିପରି ଇସଲାମ ଧର୍ମକୁ ନିଶ୍ଚିହ୍ନ କରିଦେବେ, ଭୂପୃଷ୍ଠରୁ ମୂଳୋତ୍ପାଟନ କରିଦେବେ। ଯେହେତୁ ମୁସଲମାନମାନେ ଇସଲାମ ଧର୍ମର ପ୍ରାରମ୍ଭିକ କାଳରେ ସ୍ୱଳ୍ପ ସଂଖ୍ୟକ ଥିଲେ, ତେଣୁ ସେହି ବିରୋଧୀମାନେ ଏହି ଅହଙ୍କାର ଯୋଗୁଁ ସ୍ୱଭାବତଃ ଏପରି ସମ୍ପ୍ରଦାୟର ମନ ଓ ମସ୍ତିଷ୍କରେ ଆସନ୍ନିତ ହୋଇଥିଲେ ଓ ସେମାନଙ୍କୁ ବିନାଶ କରିବା ପାଇଁ ଆପ୍ରାଣ ଉଦ୍ୟମ କରିଥିଲେ। ସେମାନେ ଏପରି କୌଣସି ସୁଯୋଗକୁ ହାତଛଡ଼ା କରୁନଥିଲେ ଯାହାଫଳରେ ସେହି ସତ୍ୟବାଦୀମାନଙ୍କୁ କ୍ଷତି ପହଞ୍ଚିବ, ସେମାନଙ୍କର ଅନିଷ୍ଟ ହେବ। କାରଣ ସେମାନଙ୍କ ମନରେ ଏହି ଭୟ ରହିଥିଲା ଯେ ଇସଲାମ ବିସ୍ତାର ଲାଭ କରିବା ଫଳରେ ସେମାନଙ୍କର ସମ୍ମାନ, ସେମାନଙ୍କ ମର୍ଯ୍ୟାଦା ଚାଲିଯିବ, ସେମାନେ ନିଜର ସତ୍ତା ହରାଇବେ। ତେବେ ଅବିଶ୍ୱାସକାରୀମାନଙ୍କ ପକ୍ଷରୁ ଦୀର୍ଘ 13 ବର୍ଷ କାଳ ପର୍ଯ୍ୟନ୍ତ ଏହି କାର୍ଯ୍ୟାନୁଷ୍ଠାନ ଅହରହ ଜାରି ରହିଥିଲା। ସେମାନେ ନାନା ପ୍ରକାରର ନିର୍ଯାତନା ଦେଉଥିଲେ ମୁସଲମାନମାନଙ୍କୁ, ସେମାନଙ୍କ ପରିବାର ବର୍ଗଙ୍କୁ। ମକ୍କାର ବିଶ୍ୱାସକାରୀମାନେ ହୁଜୁର ସല്ലଲ୍ଲାହୁ ଆଲାଇହି वसल्लमଙ୍କୁ ଏକଶ୍ୱରବାଦର ସନ୍ଦେଶ ସମ୍ପ୍ରସାରିତ କରିବାକୁ ପରିତ୍ୟାଗ କରିବା ନିମନ୍ତେ ଶେଷରେ ଡରାଇବା ଆରମ୍ଭ କଲେ, ଧମକାଇବା ଆରମ୍ଭ କଲେ ଓ ପ୍ରଲୋଭନ ମଧ୍ୟ ଦେଇଥିଲେ। କିନ୍ତୁ ହୁଜୁର ସല്ലଲ୍ଲାହୁ ଆଲାଇହି वसल्लमଙ୍କର ଏହି ଉତ୍ତର ଥିଲା ଯେ ଏହା ତ ମୋ ଜୀବନର ଅଭିପ୍ରାୟ, ମୁଁ ଏକଶ୍ୱରବାଦ ସ୍ଥାପନ କରିବା ପାଇଁ ଆସିଛି, ସେଥିପାଇଁ ଆଲ୍ଲାହ ତାଆଲା ମୋତେ ଏହି ସଂସାରକୁ ପ୍ରେରଣ କରିଛନ୍ତି। ହଜରତ ମୁସଲିମ ମଉଦ ରଜିୟଲ୍ଲାହୁ କୁହନ୍ତି, ଯେତେବେଳେ ବିରୁଦ୍ଧାଚରଣ ତୀବ୍ର ହୋଇଗଲା ଓ ହୁଜୁର ସല്ലଲ୍ଲାହୁ ଆଲାଇହି वसल्लम ତଥା ଆପଣମାନଙ୍କ ଅନୁଚରମାନେ ମକ୍କାବାସୀକୁ ଈଶ୍ୱରଙ୍କର ଏହି ବାର୍ତ୍ତା ଦେବା ଆରମ୍ଭ କଲେ ଯେ ଏହି ବ୍ରହ୍ମାଣ୍ଡର ସୃଷ୍ଟିକର୍ତ୍ତା ଏକ ଈଶ୍ୱର, ତାଙ୍କ ବ୍ୟତୀତ ଅନ୍ୟ କେହି ଉପାସ୍ୟ ନାହିଁ। ବିଗତ ସମସ୍ତ ଅବତାରମାନେ ଏକଶ୍ୱରବାଦର ପ୍ରଚାର କରିଛନ୍ତି ଆଉ ନିଜ ଜାତିର ଲୋକମାନଙ୍କୁ ମଧ୍ୟ ଏହି ଶିକ୍ଷା ଦେଉଥିଲେ ଯେ ତୁମେ ମଧ୍ୟ ଏକ ଅଲ୍ଲାହଙ୍କୁ ବିଶ୍ୱାସ କର ଓ ପାଷାଣ ନିର୍ମିତ ପ୍ରତିମାଗୁଡ଼ିକୁ ଛାଡ଼ିଦିଅ, କାରଣ ଏସବୁ ନିରର୍ଥକ ଓ ଅସାର। କାରଣ ତୁମେ ଦେଖୁ ନାହଁ
ଯେ ଏକ ଅଲ୍ଲାହଙ୍କୁ ଛାଡ଼ି ତୁମ ବିଚାର କିପରି ଅପବିତ୍ର ଓ ହୃଦୟ ଅନ୍ଧକାରର ମଳିନତାରେ ଗ୍ରସିତ ରହିଛି। ଆଉ ତୁମେ ବୈଧ ଓ ଅବୈଧ ମଧ୍ୟରେ କୌଣସି ପ୍ରଭେଦ କରୁନାହଁ, ନା ଭଲ ଓ ମନ୍ଦ ଭିତରେ ପାର୍ଥକ୍ୟ କରୁଅଛ। ପୁନଶ୍ଚ ନିଜ ମାତାଙ୍କର ମର୍ଯ୍ୟାଦା କ୍ଷୁର୍ଣ୍ଣ କରୁଅଛ। ନିଜ କୁଳବଧୂ ଓ କନ୍ୟାମାନଙ୍କ ଉପରେ ଅତ୍ୟାଚାର କରୁଅଛ, ନା ସେମାନଙ୍କ ଅଧିକାର ସେମାନଙ୍କୁ ଦେଉଛ। ତୁମ ପତ୍ନୀମାନଙ୍କ ସହିତ ତୁମର ଆଚରଣ ଠିକ୍ ନାହିଁ। ତୁମେ ଅନାଥ ଶିଶୁମାନଙ୍କର ଅଧିକାର ଆତ୍ମସାତ କରୁଅଛ। ପୁଣି ବିଧବାମାନଙ୍କ ସହିତ ଦୁର୍ବ୍ୟବହାର କରୁଅଛ। ଏଥିରେ ସେମାନେ କହିଲେ, ଈଶ୍ୱରଙ୍କ ସାନ୍ନିଧ୍ୟ ଲାଭ କରିବା ସକାଶେ ଏହା ଜରୁରୀ ଯେ ପ୍ରତ୍ୟେକ ହକ୍ଦାରକୁ ତାହାର ଅଧିକାର ପ୍ରଦାନ କର। ମହିଳାମାନଙ୍କର ସମ୍ମାନ କର ଓ ତାଙ୍କର କର୍ତ୍ତବ୍ୟ ସମ୍ପାଦନ କର। ଅନାଥମାନଙ୍କୁ ଆଲ୍ଲାହ ତାଆଲାଙ୍କର ଅମାନତ ଜାଣ ଓ ସେମାନଙ୍କର ଦେଖାଶୁଣା କରିବାକୁ ଉଚ୍ଚ ସ୍ତରର ପୁଣ୍ୟ ଜାଣିନିଅ। ଏବଂ ବିଧବାମାନଙ୍କର ସାହା ଓ ଆଶ୍ରା ହୁଅ। କେବଳ ନ୍ୟାୟ ପ୍ରଦର୍ଶନ କର ନାହିଁ, ବରଂ ଦୟା ଓ ଉପକାର କରିବାକୁ ନିଜର ବୈଶିଷ୍ଟ୍ୟ କରିନିଅ। ଯେତେବେଳେ ମକ୍କାବାସୀଙ୍କ ଧ୍ୟାନ ଇସଲାମ ପ୍ରତି ଢଳିବାକୁ ଲାଗିଲା, ସେତେବେଳେ ମକ୍କାର ସର୍ଦ୍ଦାରମାନେ ଅବୁ ତାଲିବଙ୍କ ନିକଟକୁ ଆସିଲେ ଓ କହିଲେ, ଆପଣ ଆମର ନେତା। ଆପଣଙ୍କ ସକାଶେ ଆମେ ମୁହମ୍ମଦ ସଲ୍ଲଲ୍ଲାହୁ ଆଲାଇହି वसल्लमକୁ କିଛି କହୁନାହୁଁ, କିନ୍ତୁ ଏବେ ସମୟ ଆସିଯାଇଛି ଯେ ଆମେ ଆପଣଙ୍କ ସହିତ ନିର୍ଣ୍ଣାୟକ ନିଷ୍ପତ୍ତି କରିଦେବୁ। ଆପଣ ତାଙ୍କୁ ବୁଝାସୁଝା କରି ପଚାରନ୍ତୁ ଯେ ସେ ଆମଠାରୁ କ'ଣ ଚାହୁଁଛନ୍ତି। ତାଙ୍କୁ କ'ଣ ଲୋଡ଼ା। ଯଦି ସେ ସମ୍ମାନ ଚାହୁଁଛନ୍ତି ଅବା ଧନ ଦୌଲତ ଚାହୁଁଛନ୍ତି, ତେବେ ଆମେ ତାଙ୍କୁ ସେସବୁ ଯୋଗାଇ ଦେବା ପାଇଁ ପ୍ରସ୍ତୁତ ଅଛୁ। ଆଉ ଯଦି ସେ ବିବାହ କରିବାକୁ ଚାହୁଁଛନ୍ତି, ତେବେ ଆମେ ତାଙ୍କୁ ମକ୍କାର ଯେଉଁ ଯୁବତୀଙ୍କୁ ଚାହିଁବେ ବିବାହ କରିଦେବା ପାଇଁ ମଧ୍ୟ ପ୍ରସ୍ତୁତ ଅଛୁ। ପ୍ରତିବଦଳରେ ଆମେ ତାଙ୍କଠାରୁ କେବଳ ଏତିକି ଚାହୁଁଛୁ ଯେ ସେ ଆମ ପ୍ରତିମା ଗୁଡ଼ିକର ନିନ୍ଦା କରିବାରୁ ବିରତ ରୁହନ୍ତୁ। ଯଦି ସେ ଆମ ପ୍ରସ୍ତାବ ସ୍ୱୀକାର ନ କରନ୍ତି, ତେବେ ଦୁଇଟି କଥା ମଧ୍ୟରୁ ଗୋଟିଏ ହେବ, ଅର୍ଥାତ୍ ଆପଣ ନିଜ ପୁତୁରାକୁ ଛାଡ଼ିଦେବେ, ନତୁବା ଆମର ଜାତି ଆପଣଙ୍କୁ ଆଉ ନିଜର ପ୍ରଧାନ ରୂପେ ଆଦର ସମ୍ମାନ କରିବ ନାହିଁ। ଅବୁ ତାଲିବଙ୍କ ନିମନ୍ତେ ଉପରୋକ୍ତ କଥାଟି ଅତ୍ୟନ୍ତ କଷ୍ଟଦାୟକ ଥିଲା। ଆରବ୍ୟମାନଙ୍କ ପାଖରେ ଟଙ୍କା ପଇସା ଖୁବ୍ ସ୍ୱଳ୍ପ ହେଉଥିଲା। ସେମାନଙ୍କର ସମସ୍ତ ଆନନ୍ଦ ସେମାନଙ୍କର ରାଜ୍ୟର ଶାସନ ବ୍ୟବସ୍ଥାରେ ହିଁ ରହୁଥିଲା। ଅଧିପତିମାନେ ଜାତି ନିମନ୍ତେ ଜୀବିତ ରହୁଥିଲେ ଓ ଜାତି ଅଧିପତିମାନଙ୍କ ସକାଶେ ଜୀବିତ ରହୁଥିଲା। ଏକଥା ଶୁଣି ଅବୁ ତାଲିବ ବ୍ୟାକୁଳ ହୋଇ ଉଠିଲେ। ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमକୁ ଡକାଇଲେ ଓ କହିଲେ, ହେ ମୋର ପୁତୁରା, ମୋ ଜାତି ମୋ ପାଖକୁ ଆସିଥିଲା। ସେ ମୋତେ ଅମକ ସନ୍ଦେଶ ଦେଇଛି ତଥା ସେମାନେ ମୋତେ ଏହା ମଧ୍ୟ କହିଛନ୍ତି, ଯଦି ତୁମର ପୁତୁରା ଏହିସବୁ କଥା ମଧ୍ୟରୁ ଗୋଟିଏ କଥା ଉପରେ ବି ରାଜି ନ ହୁଅନ୍ତି, ତେବେ ସେମାନଙ୍କ ପକ୍ଷରୁ ପ୍ରତ୍ୟେକ ପ୍ରକାରର କଷ୍ଟ ସହ୍ୟ କରିବା ପାଇଁ ପ୍ରସ୍ତୁତ ରୁହନ୍ତୁ। ତୁମେ ଯଦି ଏସବୁ ପ୍ରସଙ୍ଗ ସତ୍ତ୍ୱେ ସେମାନଙ୍କର ଈଶ୍ୱରକୁ ନିନ୍ଦା କର ଓ ଏଥିରୁ ନିବୃତ୍ତ ନ ରୁହ, ତେବେ ସେମାନେ ମୋତେ ଚେତାବନୀ ଦେଇଛନ୍ତି ଯେ ମୁଁ ତୁମକୁ ଛାଡ଼ିଦେବି। ଆଉ ଯଦି ମୁଁ ତୁମକୁ ଛାଡ଼ିବା ନିମନ୍ତେ ପ୍ରସ୍ତୁତ ନ ହୁଏ, ତେବେ ସେମାନେ ମୋର ପ୍ରଧାନତ୍ୱ ଛଡ଼ାଇ ନେବେ। ଯେତେବେଳେ ଅବୁ ତାଲିବ ଏକଥା ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमକୁ କହିଲେ, ସେତେବେଳେ ତାଙ୍କ ଆଖିରେ ଲୁହ ଝରି ପଡ଼ିଲା। ତାଙ୍କ ଆଖିରୁ ଲୁହ ଝରି ପଡ଼ିଲା। ଅବୁ ତାଲିବଙ୍କ ଆଖି ଲୋତକପୂର୍ଣ୍ଣ ହୋଇଗଲା। ତାହା ଦେଖି ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କ ଆଖିରେ ମଧ୍ୟ ଲୁହ ଆସିଗଲା। ହୁଜୁର କହିଲେ, ହେ ମୋର ଚଚା, ମୁଁ ଏକଥା କହୁନାହିଁ ଯେ ଆପଣ ନିଜ ଜାତି ପାଇଁ ମୋତେ ଛାଡ଼ି ଦିଅନ୍ତୁ, ମୋର ସାହାଯ୍ୟ ସମର୍ଥନ କରନ୍ତୁ। ନା, ବରଂ ଆପଣ ନିଃସନ୍ଦେହ ରୂପେ ମୋର ସଙ୍ଗତ ଛାଡ଼ି ଦିଅନ୍ତୁ ଓ ନିଜ ଜାତି ସହିତ ମିଳିତ ହୋଇଯାଆନ୍ତୁ। କିନ୍ତୁ ମୁଁ ଏକ ଓ ଅଦ୍ୱିତୀୟ ଈଶ୍ୱରଙ୍କ ଶପଥ କରି କହୁଛି, ଯଦି ମକ୍କାରେ କୁରୈଶ ଓ ଅବିଶ୍ୱାସକାରୀମାନେ ମୋର ଗୋଟିଏ ହାତରେ ସୂର୍ଯ୍ୟ ଓ ଅନ୍ୟ ହାତରେ ଚନ୍ଦ୍ର ମଧ୍ୟ ରଖିଦିଅନ୍ତି, ତେବେ ମଧ୍ୟ ମୁଁ ଈଶ୍ୱରଙ୍କର ଏକସ୍ୱରବାଦ ସମ୍ପର୍କିତ ଉପଦେଶକୁ ଲୋକମାନଙ୍କ
ନିକଟରେ ପହଞ୍ଚାଇବାରୁ ନିବୃତ୍ତ ରହିପାରିବି ନାହିଁ। ମୁଁ ନିଜର ଏହି କର୍ତ୍ତବ୍ୟ କରିଚାଲିବି ଯେପର୍ଯ୍ୟନ୍ତ କି ପ୍ରଭୁ ମୋତେ ମୃତ୍ୟୁ ଦେଇନାହାନ୍ତି। ନିଷ୍ଠାରେ ପରିପୂର୍ଣ୍ଣ ଏହି ଉତ୍ତର ଅବୁ ତାଲିମଙ୍କ ଆଖି ଖୋଲିବା ପାଇଁ ଯଥେଷ୍ଟ ଥିଲା। ସୁତରାଂ ସେ କହିଲେ, ହେ ମୋର ପୁତୁରା, ତୁମେ ଯାଅ ଓ ନିଜର କର୍ତ୍ତବ୍ୟ ସମ୍ପାଦନ କର। ମୋ ଜାତି ଯଦି ମୋତେ ଛାଡ଼ିଦେବାକୁ ଚାହୁଁଛି ତେବେ ନିଶ୍ଚିତ ରୂପେ ଛାଡ଼ିଦେଉ, କିନ୍ତୁ ମୁଁ ତୁମକୁ କଦାପି ଏକାକୀ ଛାଡ଼ିପାରିବି ନାହିଁ। ଏକସ୍ୱରବାଦର ପ୍ରତିଷ୍ଠା ନିମନ୍ତେ ହଜରତ ମହମ୍ମଦ ମୁସ୍ତଫା ସല്ലଲ୍ଲାହୁ ଆଲାଇହି ୱସଲ୍ଲମ ଓ ଆପଣଙ୍କ ସାହାବା ରଜିୟା ତାଆଲା ଅମାନ୍ୟକାରୀ ମକ୍କାବାସୀଙ୍କ ତରଫରୁ ଘୋର ଅତ୍ୟାଚାର, ଅପନିନ୍ଦା ଓ ଭିନ୍ନ ଭିନ୍ନ ଯାତନା ସହ୍ୟ କରିଥିଲେ। ସେହି ଅମାନ୍ୟକାରୀ ମକ୍କାବାସୀଙ୍କ ପରି ଆଜି ମଧ୍ୟ ଯେଉଁ ଜାତିଠାରେ ଏହି ଅପକର୍ମ ଦେଖିବାକୁ ମିଳୁଅଛି, ତାହା ଅସଲରେ ଏକସ୍ୱରବାଦ ଠାରୁ ଦୂରେଇ ରହିବା ଯୋଗୁଁ ଉତ୍ପନ୍ନ ହୋଇଛି। ଏପରି ସ୍ଥଳେ ଆମର କର୍ତ୍ତବ୍ୟ ଯେ ଆମେ ଏକସ୍ୱରବାଦର ଘୋଷଣା ଓ ପ୍ରଚାର କରିଚାଲିବା। ଏଥିସହିତ ନିଜ ମଧ୍ୟରେ ଆଧ୍ୟାତ୍ମିକ ଓ ଉତ୍ତମ ଆଚରଣ ପ୍ରଦର୍ଶନ କରିବାରେ ଏକ ସ୍ପଷ୍ଟ ପରିବର୍ତ୍ତନ ଆଣିବାକୁ ଉଦ୍ୟମ କରିବା। ତେବେ ଯାଇ ଆମେମାନେ ପ୍ରକୃତ ଏକସ୍ୱରବାଦର ସ୍ୱୀକାରୋକ୍ତି ପ୍ରକାଶକାରୀ ସାବ୍ୟସ୍ତ ହେବା। ଈଶ୍ୱରଙ୍କ ଆଦେଶବଳୀ ଉପରେ ପରିଚାଳିତ ହୋଇଥିବା ବ୍ୟକ୍ତି ରୂପେ ପରିଗଣିତ ହୋଇପାରିବା। ଆଲ୍ଲାହ ତାଆଲା ଏଥି ନିମନ୍ତେ ଆମମାନଙ୍କୁ ସାମର୍ଥ୍ୟ ପ୍ରଦାନ କରନ୍ତୁ। Alhamdulillah, nahmaduhu wa nasta'inuhu wa nastaghfiruhu wa nu'minu bihi wa natawakkalu alayhi wa na'udhu billahi min shururi anfusina wa min sayyiati a'malina. Man yahdihillahu fala mudilla lahu ومن يضلل فلا هادي له ونشهد أن لا إله إلا الله ونشهد أن محمدا عبده ورسوله. عباد الله رحمكم الله إن الله يأمر بالعدل والإحسان وإيتاء ذي القربى وينهى عن الفحشاء والمنكر والبغي يعظكم لعلكم تذكرون. اذكروا الله يذكركم وادعوه يستجب لكم ولذكر الله أكبر.